ଆଜ୍ଞା ଜୟ ଜଗନ୍ନାଥ ନମସ୍କାର। ମୁଁ ରବୀନ୍ଦ୍ର ଜେନା, ଘର କୋଣାର୍କ ତାଳସୁଆ। ମୁଁ ଏ ପୁରୀ ଭିକ୍ଟୋରିଆ ପେଟ୍ରୋଲ ପମ୍ପରେ ମ୍ୟାନେଜର ଭାବେ କାମ କରୁଅଛି। ତ ମୋର ଗୋଟେ ଡିଜିଟ୍ ଥିଲା ପାଇଲ୍ସ। ତ ସେଇଟା ମୋର ବହୁତ ଦିନ ପ୍ରାୟ 10-12 ବର୍ଷର ସେ ରୋଗ ମୋର ଆସ୍ତେ ଆସ୍ତେ ସେଇଟା ଲାଷ୍ଟ ଷ୍ଟେଜ୍ରେ ଥିଲା, ଯେଉଁଟାକି ମୁଁ ବହୁତ ଯନ୍ତ୍ରଣା ଭୋଗୁଥିଲି, ବହୁତ କଷ୍ଟ ଭୋଗୁଥିଲି, ଯେଉଁଦ୍ୱାରା କି ମୁଁ ବସି ଉଠି ପାରୁନଥିଲି ଏବଂ ବହୁତ ଟ୍ରିଟମେଣ୍ଟ ହେଇଛି। ବହୁତ ମେଡ଼ିସିନ ଏଲୋପାଥି, ଆୟୁର୍ବେଦିକ, ହୋମିଓପାଥି ବହୁତ ଜାଗା ଟ୍ରିଟମେଣ୍ଟ ହେଇଛି। କେଉଁଠି ମୁଁ ତା'ର ସୁଫଳ ପାଇପାରିଲି ନାହିଁ। ମୁଁ ଏମିତି ଯନ୍ତ୍ରଣା ଭିତରେ ଗତିଆ ମୁଁ ଯେଉଁଠିକି ଅପରେସନ୍ ହେବାକୁ ଗଲି ବି ମୋର ବହୁତ ଡାଇବେଟିସ୍ ହାଇ ଥିଲା। ତେଣୁକରି ଡକ୍ଟରମାନେ କହିଲେ ଡାଇବେଟିସ୍ ନ କମିବା ପର୍ଯ୍ୟନ୍ତ ମୋର ଅପରେସନ୍ ହୋଇପାରିବନି। ତେଣୁ ବହୁତ ଚିନ୍ତାରେ ଥିଲି। ଡାଇବେଟିସ୍ ଏପଟେ କମୁନଥାଏ, ସେପଟେ ଅପରେସନ୍ ବି ହୋଇପାରୁନଥାଏ। ଏହାରି ଭିତରେ ମୋର ମିସେସ୍ ସେ ତା'ର ୟୁଟ୍ୟୁବରୁ ଗୋଟେ ଆଡ଼୍ ପାଇଲା କେଉଁଠି ଯେ ବରମୁଣ୍ଡା, ଭୁବନେଶ୍ୱର ବରମୁଣ୍ଡା ପୁଷ୍ପା କ୍ଲିନିକ୍ରେ ବିନା ଅପରେସନ୍ରେ ଏ ରୋଗ ଭଲ ହୋଇପାରୁଛି। ତ ମୁଁ ଯେତେବେଳେ ଶୁଣିଲି, ତେଣୁ ମୁଁ ତ ବହୁତ ବ୍ୟସ୍ତ ବିବ୍ରତ ଥିଲି। ତେଣୁ ମୁଁ କିଛି ନ ଶୁଣି ମୁଁ ଯାଇ ସେଠି ପହଞ୍ଚିଲି ପୁଷ୍ପା କ୍ଲିନିକ୍ରେ। ସେଠି ମୁଁ ଡକ୍ଟରମାନଙ୍କ ସାଥିରେ ପରାମର୍ଶ କଲି। ସେମାନେ ମୋ ଡିଜିଟ୍ ଦେଖିଲା ପରେ ସେମାନେ ମୋତେ ଭରସା ଦେଲେ ଯେ ମୁଁ ଏ ଡିଜିଟ୍ ଭଲ କରିପାରିବୁ ବିନା ଅପରେସନ୍ରେ। ଯେହେତୁ ମୁଁ ବହୁତ ଜାଗା ବୁଲିକି ଆସିଥିଲି, ମୋର ସେତେ ଯଦିଓ 100% ବିଶ୍ୱାସ ନହେଲା, ତଥାପି ମୁଁ ଭରସା କଲି ଏବଂ ତାଙ୍କ କଥା ଅନୁସାରେ ମୁଁ ତାଙ୍କରି ମେଡ଼ିସିନ ଆଣି ଫାଷ୍ଟ ଗୋଟେ ମାସର ମୁଁ ମେଡ଼ିସିନ ଆଣିଲି। ଖାଇବା ଭିତରେ ମୋର 10-15 ଦିନ ଭିତରେ ମୋତେ ଆସ୍ତେ ଆସ୍ତେ ସେଇଟା ରିକଭରି ହେଲା ଭଳି ଲାଗିଲା ଏବଂ ମୋ ମନ ଭିତରେ ବିଶ୍ୱାସ ଆସିଲା ଯେ ନାଇଁ ଏ ମେଡ଼ିସିନ ମୋତେ କାମ କରୁଛି। ତାପରେ ମୁଁ ସେ କୋର୍ସ 3 ମାସର ମୁଁ ସମ୍ପୂର୍ଣ୍ଣ କମ୍ପ୍ଲିଟ୍ କଲା ପରେ ଆଜିକା ଡେଟ୍ରେ 2 ବର୍ଷ ହେଇଗଲାଣି। ମୋର ସମ୍ପୂର୍ଣ୍ଣ ଆରୋଗ୍ୟ ମୁଁ ସେ ଅନୁଭବ କରୁଛି। ମୋର କୌଣସି ତା'ର ଆଉ ସେ ରୋଗ ବିଷୟରେ ମୁଁ ଜାଣି ବି ପାରୁନାହିଁ। ମୋର ଯନ୍ତ୍ରଣାରୁ ମୁଁ ମୁକ୍ତି ପାଇଛି ଏବଂ ସେ ରୋଗ ମୁଁ ଦେଖିବାକୁ ପାଉନାହିଁ। ତେଣୁ ମୁଁ ଆପଣମାନଙ୍କୁ ଜଣାଇ ଦେଉଛି ଯେ ଆପଣମାନଙ୍କର ଯେଉଁମାନଙ୍କର ଏ ରୋଗ ଅଛି, ସେମାନେ ବହୁ ଜାଗାରେ ବୁଲିକି ଭଲ ହୋଇପାରୁନାହାନ୍ତି। ଆପଣ ଯାଇ ବରମୁଣ୍ଡା ସେ ପୁଷ୍ପା କ୍ଲିନିକ୍ ଡକ୍ଟରମାନଙ୍କ ସାଥିରେ କଣ୍ଟାକ୍ଟ କରନ୍ତୁ। ମୁଁ ବିଶ୍ୱାସ ଦେଉଛି 100% ଯେ ଆପଣ ନିଶ୍ଚିତ ଏଥିରୁ ଭଲ ହେଇଯିବେ। ଏ ବିଶ୍ୱାସ ମୋର ଅଛି ଆଉ ଆପଣମାନେ ରଖିକି ଯାଆନ୍ତୁ।